नमस्कार दर्शक बंधु जय जगन्नाथ राहुଙ୍କ ସହିତ ବୃହସ୍ପତିଙ୍କର ଯୋଗ ଯଦି ଆପଣଙ୍କର ଜନ୍ମ ଜାତକରେ ରହିଥାଏ ଏ ଯୋଗକୁ ଆମେ ଗୁରୁ ଚଣ୍ଡାଳ ଯୋଗ କହିଥାଉ। ବୃହସ୍ପତି ଦେବତା ମାନଙ୍କର ଗୁରୁ ଅଟନ୍ତି, ରାହୁ ରାକ୍ଷସ ଅଟେ। ତେଣୁ ଏଇ ଦୁଇଟି ଗ୍ରହଙ୍କର ଯୋଗ ଯଦି ଆପଣଙ୍କର ଜନ୍ମ ଜାତକର କୌଣସି ଭାବରେ ରହିଥାଏ ତାହେଲେ ଏହା ଗୁରୁ ଚଣ୍ଡାଳ ଯୋଗ ରୂପେ ପରିଚିତ ହୋଇଥାଏ। ଏ ଯୋଗ ଫଳରେ ଆପଣଙ୍କ ଜୀବନରେ ଭଲ ମନ୍ଦ କଣ ରହିଥାଏ ଆସନ୍ତୁ ସଂକ୍ଷେପରେ ଆଲୋଚନା କରିବା। ଏ ଯୋଗ ବେଳେ ବେଳେ ଭଲ ଫଳ ଗୁଡିକ ଆପଣଙ୍କ ଜୀବନରେ ଦେଇଥାଏ, ବେଳେ ବେଳେ ଖରାପ ଫଳ ମଧ୍ୟ ଦେଇଥାଏ। ଏହି ଯୋଗରେ ବୃହସ୍ପତି ତାଙ୍କର ଭଲ ଗୁଣ ହରାଇଥାନ୍ତି। ଏହି ଯୋଗ ଯୋଗୁ ବ୍ୟକ୍ତି ଦରିଦ୍ର ଏବଂ ପରମ୍ପରା ବିରୋଧୀ ହୁଏ, ଧର୍ମ ହାନି ହୁଏ, ବେଳେ ବେଳେ ଅଲଗା କାଷ୍ଟରେ ମଧ୍ୟ ବିବାହ କରିବା ପାଇଁ ରାଜି ହୋଇଥାଏ, ମାନସିକ ଅଶାନ୍ତି ଭୋଗ କରେ ଏବଂ ଏ ବ୍ୟକ୍ତି ବିଶ୍ୱାସ ଯୋଗ୍ୟ ବେଳେ ବେଳେ ହୁଏ ନାହିଁ। କିନ୍ତୁ ଯଦି ବୃହସ୍ପତି ସ୍ୱଗୃହରେ ରହି ରାହୁଙ୍କ ସହିତ ଯୋଗ ହୋଇଥାନ୍ତି, ବୃହସ୍ପତି ଯୋଉ ଭାବକୁ ନିର୍ଦ୍ଦେଶିତ କରୁଥାନ୍ତି ବା ଯେଉଁ ଭାବରେ ବସିଥାନ୍ତି, ଯଦି ସେ ସ୍ୱଗୃହରେ ରହିଥିବେ ରାହୁଙ୍କ ସହିତ ଯୋଗ ହୋଇଥିବେ ତାହେଲେ ଅତ୍ୟନ୍ତ ଶୁଭ ଫଳ ଗୁଡିକ ପ୍ରଦାନ କରିବେ। ସେ ଭାବ ଫଳ ଗୁଡିକ ଅଧିକ ବୃଦ୍ଧି ପାଇଥାଏ ଏବଂ ସେ ଭାବ ଫଳରୁ ବିଚାର କରାଯାଉଥିବା କଥା ଗୁଡିକ, ବିଚାର କରାଯାଉଥିବା ଜିନିଷ ପତ୍ର ଇତ୍ୟାଦି କ୍ଷେତ୍ରରୁ ଅଧିକ ଶୁଭ ଫଳ ଗୁଡିକ ବ୍ୟକ୍ତି ମଧ୍ୟ ପାଇଥାଏ। କାରଣ ରାହୁଙ୍କର ନିଜସ୍ୱ ଫଳ ନଥାଏ, ରାହୁ ଯାହା ସହିତ ଯୋଗ ହୋଇଥାନ୍ତି ସେଇ ଗ୍ରହର ଫଳ ମଧ୍ୟ ଦେଇଥାନ୍ତି। ଯେଉଁ ରାଶିରେ ବସିଥାନ୍ତି ସେଇ ରାଶିର ଗ୍ରହଙ୍କର ଫଳ ମଧ୍ୟ ପ୍ରଦାନ କରିଥାନ୍ତି। କିନ୍ତୁ ବୃହସ୍ପତି ଯଦି କୌଣସି ଶତ୍ରୁ ରାଶିରେ ବସିଥାଏ, ନୀଚ ରାଶିରେ ବସିଥାଏ ଏବଂ ଜନ୍ମଜାତକର କୌଣସି ଅଶୁଭ ସ୍ଥାନରେ ରହି ରାହୁଙ୍କ ସହିତ ଯୋଗ ହୋଇଥାଏ, ଏ ଗୁରୁ ଚଣ୍ଡାଳ ଯୋଗ ଆପଣଙ୍କ ଜୀବନ ଖରାପ ଫଳ ଗୁଡିକ ଦେଇଥାଏ। ଦର୍ଶକ ବନ୍ଧୁ, ରାହୁ ବୃହସ୍ପତିଙ୍କର ଯୋଗ ଯଦି ଜନ୍ମ କୁଣ୍ଡଳୀରେ ରହିଥାଏ, ମହାଦେବଙ୍କର ଉପାସନା କରିବା ସର୍ବଶ୍ରେଷ୍ଠ ଅଟେ। ମହାଦେବଙ୍କର ପୂଜା ଅର୍ଚ୍ଚନା ଆପଣ କରିବେ ଗୁରୁବାର ଦିନ ଏବଂ ଶନିବାର ଦିନ ଏବଂ ମହାଦେବଙ୍କ ପାଖରେ ଆପଣ ରୁଦ୍ରାଭିଷେକ କରିବେ, ଶିବ ପଞ୍ଚାକ୍ଷରୀ ମନ୍ତ୍ର ମଧ୍ୟ ଜପ କଲେ ଶୁଭ ଫଳ ଗୁଡିକ ମିଳିଥାଏ। ଦର୍ଶକ ବନ୍ଧୁ, ଏହା ଛଡା ଯଦି ଆପଣଙ୍କର ଜନ୍ମ ଜାତକରେ ରାହୁ ଦଶାରେ ବୃହସ୍ପତି ଅନ୍ତର୍ଦଶା ଭୋଗ ହଉଛି କିମ୍ବା ବୃହସ୍ପତି ଦଶାରେ ରାହୁଙ୍କର ସମୟ ଭୋଗ ହଉଛି, ସେ ସମୟରେ ମଧ୍ୟ ଆପଣ ଛୋଟ ମୋଟ ସମସ୍ୟାରେ ହୁଏତ ପଡିପାରନ୍ତି ଯଦି ଅଶୁଭରେ এই ଦୁଇଟି ଗ୍ରହ ଆପଣଙ୍କର ଜନ୍ମ ଜାତକରେ ରହିଥିବେ। ତେଣୁ ଆପଣ ସେହି ସମୟରେ ଏଇ ସବୁ ଉପାୟ ଗୁଡିକ କରିବା ନିହାତି ଆବଶ୍ୟକ। ତେଣୁ ଗୁରୁଚଣ୍ଡାଳ ଯୋଗ ଯଦି ଆପଣଙ୍କର ଜନ୍ମ ଜାତକରେ ରହିଥାଏ ତେବେ ଦେଖନ୍ତୁ ସେ କୋଉ ଭାବରେ ରହିଛି। ବେଳେ ବେଳେ ରାହୁ କୋଣ ସ୍ଥାନରେ ସର୍ବାଧିକ ଶୁଭ ଫଳ ଗୁଡିକ ଆପଣଙ୍କ ଜୀବନରେ ପ୍ରଦାନ କରିଥାଏ। ଯଦି କୋଣ ସ୍ଥାନରେ ଗୁରୁଚଣ୍ଡାଳ ଯୋଗ ସୃଷ୍ଟି ହୋଇଥାଏ ତାହେଲେ ଅନ୍ୟାନ୍ୟ ଦିଗରେ ଶୁଭ ଫଳ ଗୁଡିକ ପ୍ରଦାନ କରିଥାଏ। ଧରନ୍ତୁ ରାହୁଙ୍କ ସହିତ ବୃହସ୍ପତିଙ୍କର ଯୋଗ ଆପଣଙ୍କର ଭାଗ୍ୟ ସ୍ଥାନ ନବମ ସ୍ଥାନରେ ରହିଥାଏ, ଏହା ଧର୍ମ ହାନି କରେ କିମ୍ବା ଆପଣ ଧର୍ମକୁ ଭଲ ଭାବରେ ବିଶ୍ୱାସ ହୁଏତ ନ କରିପାରନ୍ତି, ପରମ୍ପରା ବିରୋଧୀ ମଧ୍ୟ ହୋଇପାରନ୍ତି। ତେଣୁ ଦର୍ଶକ ବନ୍ଧୁ, କୋଉ ଭାବରେ ଏ ଯୋଗ ଗୁଡିକ ରହିଛି ଆମକୁ ଦେଖିବାକୁ ପଡିବ। ଧରନ୍ତୁ ଅଷ୍ଟମ ଭାବରେ ରାହୁଙ୍କ ସହିତ ବୃହସ୍ପତିଙ୍କର ଯୋଗ ରହିଛି, ଆପଣ ବାଦ ବିବାଦରେ ହୁଏତ ପଡିପାରନ୍ତି, ଦୀର୍ଘକାଳୀନ ରୋଗ ଆପଣଙ୍କର ଶରୀରରେ ବଢିପାରେ, ତାହା ମଧୁମେହ ହଉ ଲିଭର ଜନିତ ସମସ୍ୟା ହୋଇଥାଉ। ଯଦି ରବିଙ୍କ ସହିତ ରାହୁଙ୍କର ଯୋଗ ରହିଥାଏ ତାହେଲେ ବାପାଙ୍କ ସହିତ ଯୁକ୍ତିତର୍କ ହୁଏ, ପିତୃ କଷ୍ଟ ଭୋଗ ହୋଇଥାଏ ଏବଂ ହୃଦରୋଗ ବୃଦ୍ଧି ପାଇଥାଏ। ଚନ୍ଦ୍ରଙ୍କ ସହିତ ରାହୁଙ୍କର ଯୋଗ ରହିଲେ ମନ ସବୁବେଳେ ଅଶାନ୍ତ ହୋଇଥାଏ, ନେଗେଟିଭ ଥିଙ୍କିଙ୍ଗ ଗୁଡିକ ଆସିଥାଏ। ଶୁକ୍ରଙ୍କ ସହିତ ରାହୁଙ୍କର ଯୋଗ ରହିଲେ ବେଳେ ବେଳେ ମନ୍ଦ ଚରିତ୍ର ହୋଇଥାଏ, ବେଳେ ବେଳେ ସେ ଲଭ ରିଲେସନସିପ ରେ ମଧ୍ୟ ଅଧିକ ଆଗକୁ ବଢିଥାଏ। ରାହୁଙ୍କ ସହିତ ଶନିଙ୍କର ଯୋଗ ରହିଲେ ଏହା ଶୁଭ ଭାବରେ ଥିଲେ ଯାନ୍ତ୍ରିକ କର୍ମ, ଯାନ୍ତ୍ରିକ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ସଫଳ ହୋଇଥାନ୍ତି, ବେଳେ ବେଳେ ଆପଣ ନିରାଶା ମଧ୍ୟ ଜୀବନରେ ପାଇଥାନ୍ତି। ରାହୁ ଶନି ମଙ୍ଗଳ ଯୁକ୍ତ ହୋଇ ଆପଣଙ୍କର ଜନ୍ମ ଜାତକର ଯଦି ଅଷ୍ଟମ ସ୍ଥାନ, ଦ୍ୱାଦଶ ସ୍ଥାନ ଇତ୍ୟାଦିରେ ରହିଥାଏ ତାହେଲେ ଦୁର୍ଘଟଣାରେ ଆପଣଙ୍କର ଜୀବନ ହାନି ହେବାର ସମ୍ଭାବନା ମଧ୍ୟ ରହିଥାଏ ବା ଦୁର୍ଘଟଣା ଗୁଡିକ ଜୀବନରେ ଅଧିକ ଘଟିବାର ସମ୍ଭାବନା ରହିଥାଏ। ରାହୁ ମଙ୍ଗଳ ଚନ୍ଦ୍ର ଯଦି ଯୋଗ ହୋଇଥାନ୍ତି ତାହେଲେ ବ୍ୟକ୍ତି ବେଳେ ବେଳେ ଅଧିକ ରାଗିଯାଏ ଏବଂ ଅହଙ୍କାର ଆସିଥାଏ, ବେଳେ ବେଳେ ବ୍ୟକ୍ତି ଉନ୍ମାଦ ଇତ୍ୟାଦି କରିଥାଏ ଏବଂ ମାନସିକ ରୋଗ ମଧ୍ୟ
ବଢିଥାଏ। ତେଣୁ ରାହୁଙ୍କର ନିଜସ୍ୱ ଫଳ ନଥାଏ, ସେ ଯେଉଁ ଗ୍ରହ ସହିତ ଯୋଗ ହୋଇଥାନ୍ତି ସେଇ ଗ୍ରହର ଫଳ ପ୍ରଦାନ କରିଥାନ୍ତି। ଦର୍ଶକ ବନ୍ଧୁ, ତେଣୁ ରାହୁ ଗ୍ରହଙ୍କର ପ୍ରତିକାର କରିବା ସହିତ ବୃହସ୍ପତି ଗ୍ରହଙ୍କର ପ୍ରତିକାର ଆମେ କରିବା ଆବଶ୍ୟକ। ଗୁରୁ ଚଣ୍ଡାଳ ଯୋଗ ଯଦି ଆପଣଙ୍କର ଜନ୍ମ ଜାତକରେ ରହିଛି ଏବଂ ଅନ୍ୟାନ୍ୟ ଗ୍ରହ ମାନଙ୍କ ସହିତ ରାହୁଙ୍କର ଯଦି ଯୋଗ ସମ୍ବନ୍ଧ ରହିଛି, ସେ ଗ୍ରହଟି ଦୁର୍ବଳ ହୋଇପଡେ ଏବଂ ସେଇ ଗ୍ରହଙ୍କର ଦାନ ଇତ୍ୟାଦି ଆମେ ଦବା ଉଚିତ। ସେ ଗ୍ରହଙ୍କର ମନ୍ତ୍ର ଇତ୍ୟାଦି ଜପ କଲେ ଶୁଭ ଫଳ ଗୁଡିକ ଆପଣଙ୍କ ଜୀବନରେ ମଧ୍ୟ ବୃଦ୍ଧି ପାଇଥାଏ। ଆଜିର ଏଇ ଛୋଟିଆ ଅଧ୍ୟାୟରେ ଆମେ ଗୁରୁ ଚଣ୍ଡାଳ ଯୋଗ ସହିତ ଆଉ କିଛି ଯୋଗ ବିଷୟରେ ଆଲୋଚନା କଲେ। ଆପଣଙ୍କୁ ଯଦି ଏ କାର୍ଯ୍ୟକ୍ରମଟି ଭଲ ଲାଗିଥିବ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବେ। ରହୁଛି, ଜୟ ଜଗନ୍ନାଥ, ଧନ୍ୟବାଦ।